ସୁଜନପୁରରେ ମହାଭାରତ। ଜଲ୍ଦି ଜଲ୍ଦି ବାହାରି ପଡ଼, ନହେଲେ ଜାଗା ମିଳିବ ନାହିଁ। ଦୟାନିଧି ଖିଲାରଙ୍କ କଥା ସମଗ୍ର ପରିବାର କାନରେ ପଡ଼ିବା ପୂର୍ବରୁ ସମସ୍ତେ ପ୍ରସ୍ତୁତ ହୋଇ ସାରିଥିଲେ। ଖାଲି ଯିବା କଥା କ୍ଲବ ପଡ଼ିଆକୁ। କ'ଣ ଖିଲାରେ ବାହାରିଲେଣି? ଆରେ ପଣ୍ଡିତେ ଆସି ଦାଣ୍ଡରେ ଠିଆ ହେଲେଣି, ଆଉ ଆମେ ଏ ପର୍ଯ୍ୟନ୍ତ ଲୁଗା ପିନ୍ଧୁଛୁ। କିଏ କ'ଣ ସମସ୍ତେ କରୁଛ? ବେଗେ ବେଗେ ଆସ, ମୁଁ ପଣ୍ଡିତଙ୍କ ସାଙ୍ଗରେ ଯାଉଛି କହି ଦୟାନିଧି ବାହାରି ଆସିଲେ। ପଣ୍ଡିତେ ପ୍ରଣାମ ଗ୍ରହଣ କରନ୍ତୁ। ଚକ୍ରଧର ପଣ୍ଡିତେ ଆଶୀର୍ବାଦ କଲେ। ଉଭୟ ଚାଲିଲେ କ୍ଲବ ଆଡ଼କୁ। ସୁଜନପୁର ଗାଁର ଉତ୍ତର ଦିଗ ଶେଷ ଆଡ଼କୁ ଖିଲାରଙ୍କ ଘର। ଜମି 10 ଏକର। ବାଡ଼ିପଟେ ବନ୍ଧା ହୋଇଛନ୍ତି 16 ପଟ ଗାଈ। ସ୍କୁଲରେ ପାଠ ପଢ଼ୁଥିବା ପୁଅ ଶ୍ୟାମ ଗୋଟିଏ ଗାଈର ଇଂରାଜୀ ନାମ ଦେଇଛି। ଡଲି ନାଁଟା ଶୁଣିଲେ ଖିଲାରେ ବିଗଡ଼ନ୍ତି, କିନ୍ତୁ ଡଲି ତାଙ୍କର ଆର୍ଥିକ ସ୍ୱଚ୍ଛଳତାରେ ମୁଖ୍ୟ ଭୂମିକା ନିଏ। ସବୁଠୁ କ୍ଷୀର ବେଶୀ ଡଲି ଦିଏ ଓ ଏ ପର୍ଯ୍ୟନ୍ତ ଅଣ୍ଡିରା ବାଛୁରୀ ଦେଇନି। 6 ପଟ ଛେଳି ରଖି ଖିଲାର ପଡ଼ୋଶୀ ଘରକୁ ଛେଳି କ୍ଷୀର ବିକନ୍ତି। ଧନ ବିଶାଳଙ୍କ ବାପା ଛେଳି କ୍ଷୀର ଛଡ଼ା କିଛି ଛୁଅନ୍ତି ନାହିଁ। 10 ବଖରା ଘର, ଏଡ଼େ ବଡ଼ ଗୁହାଳ, ଏସବୁ ଉପରେ ରାତିବେଳେ ନଜର କେମିତି ମଣିଷ ରଖିବ? ସନ୍ଧ୍ୟା ପୂର୍ବରୁ ଲଣ୍ଠନ କାଚ ସଫା କରାଯାଏ। 6ଟା ଲଣ୍ଠନରୁ ଶ୍ୟାମ ପାଇଁ ଗୋଟିଏ, ତା ସାଙ୍ଗେ ସୁମିତ୍ରା ପାଠ ପଢ଼େ। ବାକି ସବୁ ବ୍ୟବହାର ହୁଏ ସାରା ଘରେ। ମଝିରେ ମଝିରେ ଗୁହାଳ ଦେଖିବାକୁ ହୁଏ। ରାତିବେଳେ ସାପ କାଳେ ପଶିଯିବ। ପଣ୍ଡିତ ମହାଶୟ ଘରକୁ ବିଜୁଳିବତୀ କେବେ ନେବେ? ଆମ ଗାଁର ଲିଡରମାନେ ଏତିକି କରିପାରୁନାହାନ୍ତି। ଛୁଟିରେ ଘରକୁ ଆସିଥିବା ପଣ୍ଡିତେ ଶୂନ୍ୟକୁ ଅନେଇ କହିଲେ, ଗାଁର ନେତା କାହାନ୍ତି? ସମସ୍ତେ ନିଜ ସ୍ୱାର୍ଥରେ ବ୍ୟସ୍ତ। ଯଦି କେହି କିଛି କରିବ, ସେ ହେଉଛି ବାନାମ୍ବର ମାଷ୍ଟ୍ରଙ୍କ ପୁଅ। ପିଲାଟା ବିଏ ପଢ଼ୁଛି, ଅଥଚ ଛୁଟିରେ ଆସିଲେ ଗାଁର ଭଲମନ୍ଦ ବୁଝେ। ଘରପୋଡ଼ି କଥା ମନେ ପକାଇଲ। ସେ ବାଳକଟି, କ'ଣ ତାର ନାଁଟି? ହଁ, ମାଧବ। ସେ ପରା ପାଖ ଘରେ ଚଢ଼ି ଚାଳ ଉପାଡ଼ି ପକାଇଲା। ତା ପାଇଁ ବାକି ଘର ସବୁ ରକ୍ଷା ପାଇଗଲା। ପୁରୁଷ ସ୍ତ୍ରୀ ଛୁଆମାନେ ଦଳ ଦଳ ହୋଇ ବାହାରିଛନ୍ତି କ୍ଲବ ଘରକୁ। ବଖରେ ମାତ୍ର କ୍ଲବ। ବହୁ ବାକ୍ ବିତଣ୍ଡା ପରେ ନାଁ ହେଲା ଗୋପବନ୍ଧୁ କ୍ଲବ। ଗାଁରେ ଥିଲା ଲୋକ ରଘୁ ମହାନ୍ତି ବହୁତ ଜିଦ୍ ଧରିଥିଲେ ମଧୁବାବୁ କ୍ଲବ ନାମିତ କରିବାକୁ। ମଧୁବାବୁଙ୍କ ପାଇଁ ଆମେ ଆଜି ନିଜକୁ ଗର୍ବର ସହିତ ଓଡ଼ିଆ ବୋଲି କହୁଛେ। ସବୁ ବିଷୟରେ ପ୍ରଥମ। ଏଡ଼େ ବଡ଼ ବାରିଷ୍ଟର। ଲାଟ ସାହେବ ମାନେ ଦେଖିଲେ ଚୌକିରୁ ଠିଆ ହୋଇ ଯାଉଥିଲେ। ଅଧିକ ଜୋରରେ ପୁଣି କହିଲେ, ଆମ ଗଜପତି ମହାରାଜାଙ୍କୁ କିଏ ରକ୍ଷା କରିଥିଲେ? ଉତ୍ତର ଦିଅନ୍ତୁ। ମଧୁବାବୁ। ତେଣୁ ମୁଁ ଆଉ ଥରେ କହିବି ଯେ ଆମ କ୍ଲବର ନାମ ମଧୁସୂଦନ କ୍ଲବ ରଖାଯାଉ। ରଘୁ ମହାନ୍ତିଙ୍କ ଭାଷଣ ଗାଁ ସଭାରେ 100 ସରିକି ଲୋକ ଶୁଣୁଥିଲେ। ସାରା ଗାଁର ସମସ୍ତେ ସାଧ୍ୟମତେ ଗାଁ ପାଇଁ ପଇସା ଦେଇଛନ୍ତି। ଯେଉଁମାନେ ଦେବାକୁ କୁଣ୍ଠାବୋଧ କରୁଥିଲେ ସେମାନଙ୍କୁ ସ୍ୱେଚ୍ଛାସେବକ ଯୁବକମାନେ ନିଜ ଭାଷାରେ ମନେଇ ଦେଲେ। ସର୍ବସମ୍ମତି କ୍ରମେ କ୍ଲବର ନାଁ ଦିଆହେବ। ରଘୁ ମହାନ୍ତିଙ୍କ ଭାଷଣ ଶୁଣି ଅଧିକାଂଶ ମୁଣ୍ଡ ଟୁଙ୍ଗାରୁଥିଲେ। କେହି କେହି ନିର୍ବୋଧ ପରି ଅନାଉଥିଲେ। ଚକ୍ରଧର ପଣ୍ଡିତେ ଭ୍ରୂକୁଞ୍ଚନ କଲେ। ମହେଶ୍ୱର ବିଶ୍ୱାଳ ମୁଚୁ ମୁଚୁ ହସୁଥିଲେ। କ'ଣ ହେଲା ଭାଇ ବୋଲି ଜଣେ ପଚାରିବାରୁ ବିଶ୍ୱାଳେ କହିଲେ, ସେ ଯାହା ପାଇଁ ଲସର ପସର ଆମେ ସେଇ କଥା ଜାଣି। ସମସ୍ତଙ୍କୁ ବଶୀଭୂତ କରିପାରିଛନ୍ତି ଭାବି ରଘୁ ମହାନ୍ତିଏ ବସିବା ମାତ୍ରେ ମହେଶ୍ୱର ବିଶ୍ୱାଳ ନିଜ ମତ ଦେଲେ, ମଧୁବାବୁ ଆମ ଜାତିର ପିତା। ମୁଁ କ'ଣ ମନା କରୁଛି? କିନ୍ତୁ ଆମେ ମୂଳରୁ ସମସ୍ତଙ୍କୁ କହିଛୁ ଯେ କ୍ଲବର ନାଁ ଗୋପବନ୍ଧୁ କ୍ଲବ ରଖିବା। ଆଜି କେବଳ ସମସ୍ତେ ବିଧିମତେ ସମ୍ମତି ଦେବା କଥା। ତା ବ୍ୟତୀତ ଏ ଅଞ୍ଚଳକୁ ପଣ୍ଡିତ ଗୋପବନ୍ଧୁ ଦାସ ଆସିଥିଲେ 1921 ମସିହାରେ। ଏଇଠି ରିଲିଫ ବାଣ୍ଟିଥିଲେ। ସେ ହେଉଛନ୍ତି ଉତ୍କଳର ମଣି। ଗରିବ ବନ୍ୟାକ୍ଳିଷ୍ଟ ଲୋକ ଓ ସ୍ୱାଧୀନତା ପାଇଁ ସେ ବହୁତ କିଛି କରିଛନ୍ତି। ତଥାପି ମୁଁ ରଘୁବାବୁଙ୍କ କଥାରେ ରାଜି। ଆମ କ୍ଲବର ନାଁ ମଧୁବାବୁ କ୍ଲବ ରଖାଯାଉ। ମଧୁବାବୁ କାହିଁକି? ମଧୁସୂଦନ ହେଉ, ଗର୍ଜିଲେ ରଘୁ ମହାନ୍ତି। ବୁଝେଇଲା କଣ୍ଠରେ ବିଶ୍ୱାଳ କହିଲେ, ଲୋକେ କ'ଣ ବୋଲି ସେଇ ମହାପୁରୁଷଙ୍କୁ ଜାଣନ୍ତି, ମଧୁବାବୁ ନା ମଧୁସୂଦନ? ଆଉ ଜଣେ ଉଠିପଡ଼ି କହିଲେ, ଏତେ ବାଦ ବିବାଦ କାହିଁକି? ମୂଳ କଥାଟା ରହୁ। ଶେଷକୁ ସେଇଆ ହେଲା। ଘରକୁ ଫେରିବା ବାଟରେ ପଣ୍ଡିତେ ପଚାରିଲେ, ହଇ ହୋ ବିଶ୍ୱାଳ, ଏ ମଧୁବାବୁ ମଧୁସୂଦନ ଓ ଗୋପବନ୍ଧୁଙ୍କୁ ନେଇ ବାଦ ବିବାଦ କାହିଁକି? ରଘୁ ମହାନ୍ତି ତ କିଛି ଅନୁଚିତ କଥା କହୁନଥିଲେ।
କହୁଥିଲେ ପଣ୍ଡିତେ, ରଘୁ ମହାନ୍ତି ଏ କ୍ଲବ ପାଇଁ 1000 ଟଙ୍କା ଦେଇଛନ୍ତି ଶୁଣି ମୋର ସନ୍ଦେହ ହେଲା। ରଘୁ ମହାନ୍ତି କେବେଠୁ ଦାତା କର୍ଣ୍ଣ ହେଲା? ବୁଝୁ ବୁଝୁ ସାରୁ ଭିତରେ ମାରୁ। ତା ଜେଜେବାପା ନାଁ ମଧୁସୂଦନ। କ୍ଲବ ନାଁ ମଧୁସୂଦନ ହେଲେ ସବୁଆଡ଼େ କହି ବୁଲିବ ଯେ କ୍ଲବଟା ତାଙ୍କ ନାଁରେ ହେଇଛି। ସେଇଥିପାଇଁ ମୁଁ କହିଲି ଯେ କ୍ଲବର ନାଁ ମଧୁବାବୁ କ୍ଲବ ରଖାଯାଉ। ପଲିଟିକ୍ସଟା ବୁଝିଲ ତ? ମୁଣ୍ଡ ହଲେଇ ପଣ୍ଡିତେ କହିଲେ ଯେ ରଘୁ ମହାନ୍ତି ଗଭୀର ଜଳରେ ପ୍ରବେଶ କଲେ, ମାତ୍ର ଅବଗତ ନଥିଲେ ଯେ ଜଳଟା ସ୍ୱଚ୍ଛ। ତୁମେ ପ୍ରତିବାଦ କରି ଉଚିତ କାର୍ଯ୍ୟ କରିଛ। ଗୋପବନ୍ଧୁ କ୍ଲବ ପଡ଼ିଆକୁ ସାରା ଗାଁଟା ମୁହେଇଛି। ଆଜି ରବିବାର, 4 ଦିନ ହେଲା ଟିଭି ଲାଗିଛି। ଗାଁ କ୍ଲବ ଟଙ୍କାରୁ କୋଣାର୍କ ଟିଭି କିଣା ହୋଇଛି 6500ରେ। ଟିଭି ଚାଲିବ କେମିତି? ଇଲେକ୍ଟ୍ରିସିଟି ନାହିଁ ଯେ। ସମୁଦ୍ର କୂଳରେ ବସି ପାଣି ଟୋପାଏ ନ ପାଇଲା ଭଳି କଥା। ବାରମ୍ବାର ଦରଖାସ୍ତ ଦେଲା ପରେ ଗାଁ ମଝି ଦେଇ ଇଲେକ୍ଟ୍ରିକ୍ ଲାଇନ୍ ଗଲା। ସନ୍ଧ୍ୟା 6ରୁ 9ଟା ପର୍ଯ୍ୟନ୍ତ ସାରା ଗାଁ ପାଇଁ ମାତ୍ର 3ଟା ବଲ୍ବ ଜଳିଲା। ପିଲେ ଯେଉଁ ଲଣ୍ଠନ ଡିବିରିକୁ ସେଇ ଲଣ୍ଠନ ଡିବିରି ଜାଳି ପାଠ ପଢ଼ିଲେ। ସେଇଥିରୁ ପୁଣି କିରୋସିନିର ଅଭାବ। ରଘୁ ମହାନ୍ତିଙ୍କ କଣ୍ଟ୍ରୋଲ ଦୋକାନରୁ ମିଳେ ମାସକୁ 3 ଲିଟର କଣ୍ଟ୍ରୋଲ ଦରରେ। ସେ କେତେ ଆଣନ୍ତି କେତେ ବିକନ୍ତି ସେଇ କେବଳ ଜାଣନ୍ତି। କିନ୍ତୁ ତାଙ୍କର କିରୋସିନି ରତ୍ନପୁର ହାଟରେ ବେଶ ଚଢ଼ା ଦରରେ ବିକ୍ରି ହୁଏ। ରଘୁ ମହାନ୍ତିଙ୍କ ପକେଟ ଦିନକୁ ଦିନ ଫୁଲିଲା, କିନ୍ତୁ ମହାନ୍ତିଏ ବେଶ ହିସାବୀ। ଏଇ ମହେଶ୍ୱର ବିଶାଳଙ୍କ କଥା ଦେଖୁନ, କଲିକତାରୁ ଲୁଗା ଆଣି ବିକନ୍ତି। କେବେ ଲାଭ କେବେ କ୍ଷତି। ଲାଭ ସମୟରେ ବିଶାଳଙ୍କ ଘରେ ହୁଏ ପୁରୀ ତରକାରୀ, କ୍ଷତି ସମୟରେ ପଖାଳ ଆମ୍ବୁଲ। ଟଙ୍କା ଥିଲେ ହାତ ସଲସଲ, ନଥିଲେ ହାତ କଲବଲ। ବିଶାଳଙ୍କୁ ଅନେଇ ଦେଲେ ଜାଣି ହୁଏ ତାଙ୍କ ବେପାର କେମିତି ଚାଲିଛି। ସେ ରଣହୁଙ୍କାର ଦେଇ କହିଲେ, ରତ୍ନପୁର ବାଣପୁର ସବୁଠି ଟିଭି ଲାଗିଲାଣି। ଆମେ ଏମିତି ଥିବା? ସରକାର ତ ଲାଇନ ଘରକୁ ଦେଉନାହାନ୍ତି। କହୁଛନ୍ତି କ'ଣ ନା ଅତି କମରେ 20-30 ଜଣ ଘରକୁ ଲାଇନ ଦେବା ପାଇଁ ଦରଖାସ୍ତ ଦେଇ ଟଙ୍କା ବାନ୍ଧିଲେ ଟ୍ରାନ୍ସଫର୍ମର ବସିବ ଓ ଲାଇନ ଦିଆଯିବ। ପଚରା ଉଚରା କରିବାରେ ଗାଁରେ ମାତ୍ର 6 ଜଣ ବାହାରିଲେ। ଏକା ସାଙ୍ଗେ 1000 ଟଙ୍କା କିଏ ଦେବ? ସରକାର କିସ୍ତିରେ ଦେବା ପାଇଁ ରାଜି ନୁହନ୍ତି। ମହାଜନ ଏତେ ଟଙ୍କାର ଋଣ ନେବା ପାଇଁ ନାରାଜ। କଲେଜରେ ପାଠ ପଢ଼ୁଥିବା ମାଧବ ତା ବାପାଙ୍କୁ କହିଲା, ମାର୍ଶାଘାଇ ପଟେ ସମସ୍ତେ ହୁକ ପକେଇ ଲାଇନ ନେଉଛନ୍ତି, ଆମେ କାହିଁକି ନେବାନି? ବାନାମ୍ବର ମାଷ୍ଟ୍ରେ ପୁଅକୁ ତିଆରିଲେ, କିରେ ସେଇଟା ଚୋରି କରିବା ଭଳିଆ ହେବ। ଆମେ ସେଇଆ କରିବା କ'ଣ ଉଚିତ ହେବ? ବାପାଙ୍କ ସାଙ୍ଗେ ଯୁକ୍ତି ନ କରି ମାଧବ ଅନ୍ୟାନ୍ୟ ବିଷୟରେ କଥା ହେଲା। ଗାଁରେ କେହି ହୁକ ପକାଇବା ପାଇଁ ସାହସ କଲେ ନାହିଁ। ଘରକୁ ହୁକ ପକେଇ ଲାଇନ ନେଲେ ସିନା କେସ୍ କରିଦେବେ, କ୍ଲବକୁ ନେଲେ କାହା ନାଁରେ କେସ୍ କରିବେ? ମହେଶ୍ୱର ବିଶାଳ କ୍ଲବ ମଝିରେ ଏଇ ପ୍ରଶ୍ନ ପ୍ରଥମେ ଉଠେଇଲେ। ତାଙ୍କର ଯୁକ୍ତି ଥିଲା, ଆମେ ତ କିଛି ଘରକୁ ନେଉନୁ। କ୍ଲବ ଘରକୁ ଲାଇନ ନେବା କେବଳ ଟିଭି ଦେଖିବା ପାଇଁ। ସାରା ଗାଁ ଦେଖିବ। ସେମାନେ କେସ୍ କରିବେ ତ କରନ୍ତୁ। କଥା ଯୋଡ଼ିଲେ ରଘୁ ମହାନ୍ତିଏ। କି କେସ୍ କିଓ? କିଏ କେସ୍ କରିବ? ଦୁଇ ହାତକୁ ପ୍ରସାରି କହିଲେ, ଆମ ନାଁରେ କେସ୍ କଲାବାଲାର କଲିଜା ଏଡ଼ିକି ହେବା ଦରକାର। ମୁଁ କହୁଛି ପକାଅ ହୁକ। କେହି ପଚାରିଲେ କହିବ ରଘୁ ମହାନ୍ତି କହିଲେ, ଦେଖିବା ସେ କ'ଣ କରିବ। କେହି ଆଉ କିଛି କହିବା ପୂର୍ବରୁ ଟୋକାଟେ ଖୁଣ୍ଟରେ ଅଧା ଚଢ଼ିଯାଇ ହୁକ ପକେଇ ଦେଲା। କ୍ଲବରେ ବଲ୍ବ ଜଳିଲା। ପଏଣ୍ଟରୁ ତାର ନେଇ ଟିଭିରେ ଯୋଡ଼ି ଦେବାରୁ ଟିଭି ଚାଲିଲା। ସାରା ଗାଁ ତାଳି ମାରିଲା। ଖବର ଶୁଣାଯାଉ ବୋଲି ଦାବି ହେଲା। ଟିଭି ଖବର ସଙ୍ଗେ ନଟ୍ ଟ୍ରାଞ୍ଜିଷ୍ଟର ଅନ୍ କରି ମିଳେଇଲା ଓ ମୁଣ୍ଡ ହଲେଇ କହିଲା, ଏଇଟା ସେଇଟା ଅଲଗା। ଏଇଟା କହୁଛି ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବେ, ସେଇଟା କହୁଛି ବିହାରରେ ବର୍ଷା। ପଣ୍ଡିତେ ସ୍ପଷ୍ଟ କରିଦେଲେ କଥାଟାକୁ। ଏ ଯନ୍ତ୍ର ସେ ଯନ୍ତ୍ର ପୃଥକ। ଗୋଟିଏ ବିଜୁଳି ଦ୍ୱାରା ଅନ୍ୟଟି ବ୍ୟାଟେରୀ ଦ୍ୱାରା ଜୀବନ୍ୟାସ ପାଇଲେ। ଗୋଟିଏ ଯନ୍ତ୍ରର ଆକାର ଅନ୍ୟଠାରୁ ବଡ଼, ତେଣୁ ଭିନ୍ନ ଭିନ୍ନ ଘୋଷଣା କରିବା ସ୍ୱାଭାବିକ। ପଣ୍ଡିତେ ଆଉ କିଛି କହିଥାନ୍ତେ, କିନ୍ତୁ ଟିଭିରେ ଖବର କିଛି ସମୟ ବନ୍ଦ କରି ସାବୁନ ବିଜ୍ଞାପନ ଦେଲା। ତା ଆରଦିନ ସନ୍ଧ୍ୟା ନ ହେଉଣୁ ପୁଣି ଗ୍ରାମବାସୀଙ୍କ ସମାବେଶ। ଖବର ଶୁଣିବେ ଓ ଦେଖିବେ। ହୁକ ପକେଇ ଲାଇଟ୍ ଜଳେଇବା ମାତ୍ରେ ଲୋକେ କଥାବାର୍ତ୍ତା ବନ୍ଦ କରି ଟିଭିକୁ ଅନେଇଲେ। ଏଇ ଅଳ୍ପ ସମୟ ପରେ ଖବର ଦେବ, ଆଜି ପଣ୍ଡିତେ ଆସିନାହାନ୍ତି। ବ୍ୟଭିଚାର ପ୍ରଦର୍ଶନ କରୁଥିବା ଯନ୍ତ୍ର ବର୍ଜନୀୟ ବୋଲି ସକାଳେ ସେ କହୁଥିବାର ଶୁଣାଗଲା। ବ୍ୟକ୍ତିଗତ ମତଭେଦ ସତ୍ତ୍ୱେ ମହେଶ୍ୱର ବିଶାଳ ଓ ରଘୁ ମହାନ୍ତିଏ ପାଖାପାଖି ବସିଲେ। ଆଉ କେତେ ସମୟ? ପଚାରିଲେ ବିଶ୍ୱାଳେ।
ଅପେକ୍ଷା କରନ୍ତୁ 5 ମିନିଟ, 7ଟା ବାଜୁ। ରଘୁ ମହାନ୍ତିଙ୍କ ଉତ୍ତରଟା ବିଶାଳଙ୍କ ଅଜ୍ଞତା ଦର୍ଶାଇବା ପାଇଁ ଉଦ୍ଦିଷ୍ଟ ଥିବା ଜାଣି ବିଶାଳେ ପୁଣି ପଚାରିଲେ, ଆମେ କ'ଣ ଜାଣିନୁ? କିନ୍ତୁ ଶୁଣାଯାଉଥିଲା ଯେ ଏଣିକି 7:30ଟାରେ ଖବର ପଢ଼ିବେ। ଆଚ୍ଛା, ଆଉ ଗୋଟିଏ କଥା, ଯଦି ବିଜୁଳିବାଲା ଆସିବେ? ରଘୁ ମହାନ୍ତି ତାଙ୍କ ପୂର୍ବ ପ୍ରତିଶ୍ରୁତି ଦୋହରାଇଲେ। ବିଜୁଳିବାଲାଙ୍କ କଥା ମୁଁ ବୁଝିବି, ଆପଣମାନେ ନିଶ୍ଚିନ୍ତ ରୁହନ୍ତୁ। ରଘୁ ମହାନ୍ତିଙ୍କ ସରକାରୀ କର୍ମଚାରୀଙ୍କୁ ତୁଷ୍ଟ କରିବା ଦକ୍ଷତା ବିଷୟରେ ଗ୍ରାମବାସୀ ନିଃସନ୍ଦେହ। ତାଙ୍କ କଣ୍ଟ୍ରୋଲ ଦୋକାନକୁ ସପ୍ଲାଇ ଡିପାର୍ଟମେଣ୍ଟ ବାଲା ଆସନ୍ତି, ଦୋକାନକୁ ଆସନ୍ତି, ତାପରେ ଘରକୁ ଯାଆନ୍ତି, ଚେକିଂ ସାରି ଆନନ୍ଦରେ ଫେରନ୍ତି। ବିଜୁଳିବାଲାଙ୍କୁ ସେ ନିଶ୍ଚୟ ସମ୍ଭାଳିବେ। ରଘୁ ମହାନ୍ତିଙ୍କ ଦକ୍ଷତା, ପ୍ରତିଶ୍ରୁତି ଓ ପ୍ରତିଜ୍ଞା ବିଷୟରେ ଥରେ ଆଲୋଚନା ଚାଲିଥିବା ବେଳେ ଚକ୍ରଧର ପଣ୍ଡିତେ ପହଞ୍ଚିଗଲେ ଓ ମହାନ୍ତିଙ୍କ ପ୍ରଶସ୍ତି ଗାଉଥିବା ଲୋକଟିକୁ କହିଲେ, ଫଳେ ନ ପରିଚୟତେ, ଅର୍ଥାତ୍ ବୃକ୍ଷର ପରିଚୟ ଫଳରୁ ମିଳେ। ରଘୁ ମହାନ୍ତିଙ୍କୁ ଅଗ୍ନି ପରୀକ୍ଷାର ସୁଯୋଗ ତହିଁଆର ଦିନ ମିଳିଗଲା। ବହୁତ ବୁଝାଇବା ପରେ ଚକ୍ରଧର ପଣ୍ଡିତ ଆଜି ଆସିଛନ୍ତି। ହୁକ ପକେଇ ଲାଇଟ୍ ଜାଳିଛନ୍ତି କି ନାହିଁ, ସାହି ମୁଣ୍ଡରୁ ଟିନ୍ ଟିନ୍ ଶବ୍ଦ କରି ଗୌଡ଼ ସାହିର ଶ୍ୟାମ ପାଟି କରି କରି ଆସିଲା, ବନ୍ଦ କର ବିଜୁଳିବାଲା। ବିଜୁଳିବାଲା? ଏବେ ବୁଝ ଏ ରଘୁ ମହାନ୍ତିଏ। ମହେଶ୍ୱର ବିଶାଳକୁ କଟମଟ କରି ଚାହିଁ ରଘୁ ମହାନ୍ତି କହିଲେ, ସବୁ ସାପକୁ ଗୋଟିଏ ଗଦ, ଟିକିଏ ରହ, ମୁଁ ଦୋକାନଟା ବନ୍ଦ କରିଦେଇ ସାରେ। ରଘୁ ମହାନ୍ତି ତାଙ୍କ ବାଟ କାଟିଲେ ଓ ସମସ୍ତେ ଶୁଣିପାରିଲା ଭଳି ମହେଶ୍ୱରଙ୍କୁ କହିବାର ସୁଯୋଗ ମିଳିଲା, ବାବୁ ଆଉ କ'ଣ ଫେରିବେ? ऐसा करेगा वैसा करेगा, ସିପାହୀ ଦେଖିଲେ ସୋୟା ପଡ଼େଗା। ଏଇଭଳି ବୀରଟିଏ। ରଘୁର ପ୍ରାଧାନ୍ୟ ବୃଦ୍ଧିରେ ଅସନ୍ତୁଷ୍ଟ ଓ ଆତଙ୍କିତ ପଣ୍ଡିତେ କହିଲେ, ହଁ, କଚୁ ବୃକ୍ଷମୂଳେ ଭେକ ଦଣ୍ଡଛତ୍ର ଧରାୟତେ। ସାରୁ ଗଛ ମୂଳେ ବସିଥିବା ବେଙ୍ଗ ନିଜକୁ ଛତ୍ରପତି ରାଜା ବୋଲି ମନେ କରୁଛି। ସମସ୍ତେ ଆଲୋଚନାରୁ ବିରତ ହେଲେ। ଖାକି ପ୍ୟାଣ୍ଟ ଓ ନେଳିଆ ସାର୍ଟ ପିନ୍ଧା ଓ ବିଡ଼ି ଫୁଙ୍କୁଥିବା ମଧ୍ୟମ ଉଚ୍ଚତା ଓ କଳା ରଙ୍ଗର ଲୋକଟା ସାଇକେଲରୁ ଓହ୍ଲାଇବା ଦେଖି ବିଜୁଳିବାବୁ ନିଶ୍ଚୟ। ବିଡ଼ିଟା ଆଉ ଥରେ ଶୋଷି ସେ ଅବସ୍ଥାଟା କଳନା କରିଦେଲେ ଓ ତୁମ୍ବି ତୋଫାନ ଆରମ୍ଭ କଲେ। ଇଏ କ'ଣ ଚାଲିଛି? ହୁକ ପକେଇ ଲାଇନ୍? ଏଇଟା ଚୋରି। ରିପୋର୍ଟ କଲା ମାତ୍ରେ ପୋଲିସ ଆସି ବାନ୍ଧି ନେବ। କିଏ ସବୁ କରିଛି? ଛୁଟିରେ ଗାଁକୁ ଆସିଥିବା କଲେଜ ପିଲାଟେ ଗୁଣୁଗୁଣୁ ହୋଇ କହିଲା, ଲାଇନ୍ ଗଲେ ହୁକ ପଡ଼ିବା କୋଉ ନୂଆ କଥା କି? ତେବେ ବାବୁ ଯଦି ଆସିଛନ୍ତି, ତେବେ ଦେ ଖରଚା, କର ଚରଚା, ଆଉ ପା ପରଚା। କଥାଟା ବିଜୁଳିବାବୁଙ୍କ କାନରେ ପଡ଼ିଲା ମାତ୍ରେ ସେ ଆହୁରି ଡେଇଁଲେ। କ'ଣ କହିଲ? ଖର୍ଚ୍ଚା କରିବ? ଜାଣିଛ ମୁଁ କିଏ? କଥାଟା ସମ୍ଭାଳି ନେଇ ମହେଶ୍ୱର ବିଶାଳ କହିଲେ, ଆଜ୍ଞା, ଆମେ କ'ଣ ଏତେ ନୀତି ନିୟମ ଜାଣିଛୁ? ରଘୁ ମହାନ୍ତି କହିଲେ ହୁକ ପକାଅ, ମୁଁ ଅଛି। ଆମେ ଟିଭି ଦେଖିବା ପାଇଁ ଲାଇନ୍ ଆଣିଛୁ, ଆପଣ ରଘୁବାବୁଙ୍କୁ ପଚାରନ୍ତୁ। ଚିହିଁକି ପଡ଼ି ବିଜୁଳିବାବୁ ଝିଙ୍ଗାସିଲେ, କିଏ ସେ ରଘୁ ମହାନ୍ତି? ସେ କ'ଣ ଚିଫ୍ ଇଞ୍ଜିନିୟର? ଡକାଅ ତାଙ୍କୁ, ବର୍ତ୍ତମାନ ଟିଭି ବନ୍ଦ କର। ଟିଭି ବନ୍ଦ ହେଲା ମାତ୍ରେ ଅଳ୍ପ କେତେଜଣଙ୍କୁ ଛାଡ଼ି ବାକି ସମସ୍ତେ ଘରକୁ ଫେରିଗଲେ। କିଏ କହିଲା, ସରକାର ବିଜୁଳି ଖୁଣ୍ଟ ଉଠାଇ ନେବେ, ଆଉ କିଏ କହିଲା, ପୋଲିସ ସମସ୍ତଙ୍କୁ ଥାନାକୁ ଡକେଇବ। ମହେଶ୍ୱର ବିଶାଳ ରଘୁ ମହାନ୍ତିଙ୍କ ଘରେ ପହଞ୍ଚିଲେ। ସେତେବେଳେ ସବୁ ଶୁଣି ସେ ପଞ୍ଚମରେ। ବିଶାଳଙ୍କୁ ଦେଖିଲା ମାତ୍ରେ, କ'ଣ ନିଆଁଟା ଲଗେଇ ଦେଇ ମଜା ଦେଖିବା ପାଇଁ ଆସିଲ? ମହେଶ୍ୱର ଓଲଟି ଆକ୍ରମଣ କଲେ। ସମସ୍ତଙ୍କ ଆଗରେ ତ କହିଲ, ଯଦି କେହି ପଚାରିବ ତେବେ ମୋ ନାଁ କହିବ। ମୁଁ ତ ସେଇଆ କଲି। କ'ଣ ଗାଈ ମାରିଲି? ଜଲ୍ଦି ଆସ, ସେ ବିଜୁଳିବାଲା ଫେରିଯାଇ ଥାନାରେ ରିପୋର୍ଟ କଲେ ଆମେ ହେବା ଠ ଠା ଠି। ରଘୁ ମହାନ୍ତିଏ କଥାଟା ହାଲକା ଭାବେ ନେଇ ବୁଝାଇଲେ, ଏତେ ତରତର କାହିଁକି? ସେ ଲୋକଟା କିଏ? ନିଜ ଇଚ୍ଛାରେ ଆସିଛି ନା କିଏ ପଠେଇଛି, ସେ ସବୁ ବୁଝିବାକୁ ହେବ, ତାପରେ କଥାବାର୍ତ୍ତା। ଆଚ୍ଛା, କୁମ୍ଭୀର ଟାଣିଲାଣି ମଝି ନଈକୁ, ପୁଅ ପହଁରା ଶିଖୁଛି, ଜଲ୍ଦି ଚାଲ। ଦାୟିତ୍ୱ ନେଇ ଏବେ କିଆଁ କୁନ୍ଥୁ କୁନ୍ଥୁ? ଛେଳି ପାଣିକୁ ଟାଣି ହେଲା ପରି ମହାନ୍ତିଏ ଗଲେ। ସେତେବେଳକୁ ଏତେ ଡେରି କାହିଁକି ହେଉଛି ବୋଲି ବିଜୁଳିବାବୁ 2 ଥର ପଚାରି ସାରିଲେଣି ଓ 3ଟା ବିଡ଼ି ଖାଇଲେଣି। ମାଧବ ଶ୍ୟାମ କାନରେ କହିଲା, ବିଡ଼ି ଖିଆଙ୍କ ଏତେ ତୋଡ଼, ସିଗାରେଟ ବାଲା କ'ଣ ନ ହେଇଥିବେ? ରଘୁ ମହାନ୍ତିଙ୍କୁ ଦେଖିଲା ମାତ୍ରେ ବିଜୁଳିବାବୁ ପୁରୁଣା ଧମକକୁ ଦୋହରାଇ ଦେଲେ। ଏହା କିପରି ସର୍ବୋଚ୍ଚ ଅପରାଧ ତାହା ପ୍ରମାଣ କରିବାକୁ ଯାଇ ବହୁତ ଦୃଷ୍ଟାନ୍ତ ଦେଲେ। ଆମେ ଦେଖିଛୁ, ମର୍ଡର କେସରେ ଜଜ୍ ଛାଡ଼ିଦେବେ, କିନ୍ତୁ ବିଜୁଳି ଚୋରିରେ ସିଧା 2 ବର୍ଷ ଜେଲ୍।
ଉତ୍ତର ନ ପାଇ ରଘୁ ମହାନ୍ତି ଇତସ୍ତତ ହେଉଥିବା ଦେଖି କଲେଜ ଟୋକା ଓ ବାନାମ୍ବର ମାଷ୍ଟରଙ୍କ ପୁଅ ମାଧବ ଭିଡ଼ି ଆସିଲା। ଆମେ ଚୁପ୍ ରହୁଛୁ ବୋଲି ବହୁ ନାଲି ଆଖି ଦେଖଉଛ। ଇଏ ଏମିତି କିଏ କି? ଏଠି ପରା MP MLA ମନ୍ତ୍ରୀ ମିଟିଂ କରିଛନ୍ତି। ଆଲୁଅ ଜଳା ହେଇଛି ହୁକ ପକେଇ। ଆସି ଧରିଲନି ସେତେବେଳେ। ଆର ମାସକୁ MLA ପୁଣି ଆସିବେ। ଯଦି ସାହସ ଅଛି ସେତେବେଳେ ଆସିବ। କଟକ ଭୁବନେଶ୍ୱର ବସ୍ତିମାନଙ୍କରେ ସମସ୍ତେ ହୁକ ପକେଇଛନ୍ତି। କେତେଜଣ ଜେଲ୍ ଗଲେଣି। ଧର 20 ଟଙ୍କା, ଯାଅ ଆନନ୍ଦରେ। ଦେଇ କ୍ଲବ ତରଫରୁ ଟଙ୍କା। ବାବୁ ଯାଆନ୍ତୁ। ରଘୁ ମହାନ୍ତି 20 ଟଙ୍କା ଧରେଇ ଦେବାରୁ ବିଜୁଳିବାବୁ ପକେଟରେ ପୁରାଇ ସାଇକେଲ ଚଢ଼ିଲେ। ବଡ଼ କାମଟେ କରିଲୁ ମାଧବ। ମୁଁ ତ 100 ଟଙ୍କା ଧରି ଆସିଥିଲି। ରଘୁ ମହାନ୍ତିଙ୍କ ପ୍ରଶଂସା ଦୁର୍ଲଭ। ମାଧବର ଭାଗ୍ୟରେ ଥିଲା, ମିଳିଲା। ମାଧବ ବିଲେଇ ବେକରେ ଘଣ୍ଟି ବାନ୍ଧିଲା। ଏଣିକି ଟିଭି ଦେଖିବା। ଗାଁ ବାଲା ମୁଣ୍ଡ ଟୁଙ୍ଗାରିଲେ। ସକାଳ ସୁଦ୍ଧା ସମସ୍ତେ ଜାଣିଲେ। ଗାଁର ନାଁ ରଖିଲା ବାନା ମାଷ୍ଟରଙ୍କ ପୁଅ। ସମସ୍ତଙ୍କ ତୁଣ୍ଡରେ ସେଇ ଗୋଟିଏ କଥା। ରାତାରାତି ମାଧବ ନେତା ହୋଇଗଲା। ସେ ଘୋଷଣା କଲା, ଯିଏ ଚାହୁଁଛନ୍ତି ସେ ହୁକ ପକେଇ ବିଜୁଳି ନିଅନ୍ତୁ। ମାସକୁ 20 ଟଙ୍କା ଧରେଇ ଦେଲେ ହେବ। ଅନ୍ୟକୁ କହିଦେଲା ସିନା, ନିଜ ଘରେ ସେଇ କଥା କରିପାରିଲା ନାହିଁ। ବାନାମ୍ବର ମାଷ୍ଟ୍ରେ ରୋକଠୋକ ମନା କଲେ ଯେ ତାଙ୍କ ଘରକୁ ବେନିୟମ ବିଜୁଳି ଆସିବ ନାହିଁ। ସାହସ କରି କେବଳ 6 ଜଣ ହୁକ ବ୍ୟବହାର କଲେ। କିନ୍ତୁ କ୍ଲବ ଘର ପାଇଁ କାହାର ଡର ଭୟ ନାହିଁ। ଟିଭି ଆସିବାର 4 ଦିନ ପରେ ରବିବାର। ସମସ୍ତଙ୍କୁ କୁହାଯାଇଛି 9ଟା ପୂର୍ବରୁ ଆସିବା ପାଇଁ। ସେଇଥିପାଇଁ ସାରା ଗାଁ ଚାଲିଛି। ସମସ୍ତେ ଧରିଛନ୍ତି ଡଲେଇ ଖଣ୍ଡେ ଲେଖାଏଁ। ଶୁଣନ୍ତୁ ସମସ୍ତେ, ମହାଭାରତ କଥା ମାଗଣାରେ ସମସ୍ତଙ୍କୁ ଦେଖାଇବୁ। ଆପଣମାନେ ପୁରା ଚୁପ୍ ରହିବେ। ଆଜି ଦେଖିବେ କୁରୁ, ପାଣ୍ଡବ ଓ ଶ୍ରୀକୃଷ୍ଣଙ୍କୁ। ଜୟକୃଷ୍ଣ ଗଲା ଟିଭିରୁ ଧୂଳି ଝାଡ଼ିବା ପାଇଁ। ବାଧ୍ୟ ଛାତ୍ରଙ୍କ ପରି ସମସ୍ତେ ମୁଣ୍ଡ ହଲେଇଲେ। ବାଁ ପଟେ ବୟସ୍କମାନେ ଅଧା ଓଢ଼ଣା ଓ ବୋହୂ ଓ ଝିଅମାନେ ପୂରା ଓଢ଼ଣା ଟାଣି ଅନେଇ ରହିଲେ ଟିଭି ନାମକ ମେଜିକ୍ ବାକ୍ସକୁ। ଶାଶୁ ଓ ମା ମାନେ ଟିଭି ଆରମ୍ଭ ହେଲା ମାତ୍ରେ ବିହ୍ୱଳ ହୋଇ ଅନେଇବେ ଓ ବୋହୂମାନଙ୍କୁ ସୁଯୋଗ ମିଳିବ ଓଢ଼ଣା ଖସେଇବାକୁ। ଏଇ ହୁକ ପଡ଼ିଲା, ଟିଭି ଅନ୍ ହେଲା, ଖବର ପଢ଼ିବା ଶେଷ ହେଲା। କିଏ ଜଣେ ପଛଆଡ଼ୁ କହିଲା, ହଁ ମ ସେଇ କଥା ସବୁଦିନେ କହୁଛି। ଦେଶ ଭାସିବା ଉପରେ ନେତାଙ୍କ ଭାଷଣ ସରୁନି। ଆଉ ଜଣେ ପ୍ରତିବାଦ କଲା, କ'ଣଟା ଭୁଲ କହୁଛନ୍ତି ନେତାମାନେ? ଦେଶକୁ ଚଳାଉଛନ୍ତି କିଏ? ସେମାନେ ନା ତମେ? ସିଧା କଥା କହୁନ କାହିଁକି? ତମେ ଅନ୍ୟ ପାର୍ଟିର। ଇଲେକ୍ସନ ତ ହାରିଲ। ଏବେ ରକ୍ତ ଚାଉଳ ଚୋବେଇ କ'ଣ ଲାଭ ପାଇବ? କ'ଣ କହିଲ କହି ଆର ଲୋକଟା ଚିହିଁକି ଆସୁଥିଲା। ଜୟୀ ବାରଣ କଲା, ମଉସା, ଆପଣମାନେ ଏଇଠି ପଲିଟିକ୍ସ ପୁରାଇଲେ ହବ ନାହିଁ। ଚକ୍ରଧର ପଣ୍ଡିତ କଥା ଯୋଡ଼ିଲେ, ରାଜନୀତି ଶିଖିବାର ଅଛି ତ ମହାଭାରତରୁ ଶିଖ। ଆତ୍ମଘାତୀ ରାଜନୀତି ଶକୁନିଠାରୁ ଓ ସ୍ୱାର୍ଥସିଦ୍ଧି ରାଜନୀତି ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ଶିକ୍ଷାଲାଭ କର। ମାର୍ଜାର କଳହରୁ ବିରତ ହୋଇ ସେମାନେ ଅନେଇ ରହିଲେ ଟିଭିକୁ। ଏଇ ମହାଭାରତ ଆସିଲା। ସଭାରେ ସମସ୍ତେ ବସିଛନ୍ତି। ଦୁର୍ଯ୍ୟୋଧନ ମୁହଁରେ ବିଜୟର ହସ। ଶକୁନି ସେଇ ଚିରାଚରିତ ପୈଶାଚିକ ମୁରୁକି ହସ। ଦୁର୍ଯ୍ୟୋଧନ ଆଦେଶ ଦେଲା, ଯା ସେ ଦାସୀକୁ ଧରି ଆଣ। ଦାସୀ କିଏ? କିଏ ଯିବ? ତା ମାକୁ ପଚାରିଲା ଟୋକାଟେ। ଆରେ ଚୁପ୍ କର, ଦୁଶାସନ ଯାଉଛି ଦ୍ରୌପଦୀକି ଆଣିବାକୁ। ମହାଭାରତ ତ ପଢ଼ିବନି, ଆଉ ବୁଝିବ କ'ଣ? ମହାଭାରତ ଉପରେ ନିଜର ଅସୀମ ଜ୍ଞାନ ପ୍ରଦର୍ଶନ କରିବାକୁ ଯାଇ ରଘୁ ମହାନ୍ତି କହିଲେ, ପ୍ରକୃତ ମହାଭାରତ ଏଇଠୁ ଆରମ୍ଭ। କପଟ ପାଶା ନ କରନ୍ତେ ଯୁଦ୍ଧ ନ ହୁଅନ୍ତା। କ'ଣ କହୁଛନ୍ତି ପଣ୍ଡିତେ? ଶାସ୍ତ୍ରରେ ଗୁରୁଣ୍ଡିଥିବା ସ୍ତରର ଏହି ରଘୁ ମହାନ୍ତିଙ୍କୁ ପଣ୍ଡିତେ ଉତ୍ତର ଦେଲେ, ଯୁଦ୍ଧ କାହିଁକି ହେଲା ତାର ଉତ୍ତର ମିଳିବ ଭାଗବତ ପୁରାଣରୁ, ମହାଭାରତରୁ ନୁହେଁ। ଶ୍ରୀକୃଷ୍ଣଙ୍କ ଜନ୍ମ ହେଲା ଦୁର୍ଜନଙ୍କ ବିନାଶ ପାଇଁ। ଏହି ବିଷୟରେ ଆମ୍ଭେ ପରେ ଆଲୋଚନା କରିବା। ମହେଶ୍ୱର ବିଶାଳ ଅନୁଚ୍ଚ ସ୍ୱରରେ ମନ୍ତବ୍ୟ ଦେଲା, ଶାସ୍ତ୍ର ଆଉ ରଘୁ ମହାନ୍ତି? ଆଲୋଚନା କରି ସମୟ ନଷ୍ଟ ନ କରି ଚାଉଳରେ ଗୋଡ଼ି, ହଳଦୀରେ ଇଟାଗୁଣ୍ଡ ମିଶେଇଲେ 2 ପଇସା ଲାଭ ହେବ। ସେ ବିଜ୍ଞାପନ ସରିଲା। ଦୁଶାସନ ଦ୍ରୌପଦୀକୁ ଟାଣି ଆଣି ନେଇ ଆସିଲା ସଭାସ୍ଥଳକୁ। ଦ୍ରୌପଦୀ ବିକଳ ହୋଇ କ୍ରନ୍ଦନ କରି ସାହାଯ୍ୟ ଲୋଡୁଥିଲେ, କିନ୍ତୁ ସମସ୍ତେ ମୁଣ୍ଡ ପୋତି ବସିଥିଲେ। ସମ୍ପୂର୍ଣ୍ଣ ନିମଗ୍ନ ହୋଇଥିବା ଟୋକାଟିଏ ଠିଆ ପଡ଼ି ପାଟିକଲା, ମାର ଶଳାକୁ। ହାତ ଟାଣି ବସେଇ ଦେବାରୁ ଚୁପ୍ ହେଲା। ବୁଢ଼ୀମାନେ କହିଲେ, ଆହା,
ପରସ୍ପର ସଙ୍ଗେ କଥା ହେଲେ। ଭୁଆଶୁଣୀଟାକୁ ଆଣି ଦାଣ୍ଡ ମଝିରେ ଠିଆ କଲେଣି। ପାଞ୍ଚ ପାଞ୍ଚଟା ମରଦ ମୁଣ୍ଡ ପୋତି ବସିଛନ୍ତି। ଏଗୁଡ଼ା କି ମରଦ ଲୋ? ଏ ମାଉସୀ ଟିକେ ତୁନି ପଡ଼, ପୁଣି ଆରମ୍ଭ ହେବ। ମଝିରେ ମଝିରେ ବିଜ୍ଞାପନ ଏଇଭଳି ଆଲୋଚନା ପାଇଁ ସୁଯୋଗ ଦିଏ। ମାଉସୀମାନେ ତୁନି ପଡ଼ିଲେ। କିନ୍ତୁ ଛୁଆଟେ ନିଜକୁ ସମ୍ଭାଳି ନ ପାରି ପଚାରିଲା, ମାରିଦେବ? ଫୁସ୍ଫୁସ୍ କରି ତା ମା କହିଲା, ନାଇଁ, ଦେଖେ ଏବେ ଭଗବାନ ଶ୍ରୀକୃଷ୍ଣ ଆସିବେ। ଖୋଲ ତା ବସ୍ତ୍ର, ଆଦେଶ ଦେଲା ଦୁର୍ଯ୍ୟୋଧନ। ଆଦେଶ ମାନେ ଦୁଶାସନ ଟାଣି ଆଣିଲା ଶାଢ଼ୀ। ମରରେ ବାଳିପଡ଼ା ତୋ ବଂଶ ବୁଡ଼ୁ, ତୋ ମୁଣ୍ଡରେ ପେଚା ବସୁ, ତତେ କୁଷ୍ଠରୋଗ ହେଉ ଇତ୍ୟାଦି ଅଭିଶାପର ପ୍ରବାହ ବନ୍ଦ କରିବାକୁ ପଡ଼ିଲା ହାତ ଯୋଡ଼ି ଅନୁରୋଧ କରି। ଦ୍ରୌପଦୀ ସ୍ୱାମୀମାନଙ୍କୁ ନେହୁରା ହୋଇ ରକ୍ଷା କରିବା ପାଇଁ କହିଲେ। ଭୀଷ୍ମ ଦ୍ରୋଣ ଆଦି ଗୁରୁଜନଙ୍କୁ ପ୍ରାର୍ଥନା କଲେ। କିନ୍ତୁ କେହି ଜଣେ ଚଙ୍କିଲେ ନାହିଁ। ଦୁଶାସନ ଦ୍ରୌପଦୀଙ୍କୁ ଧକ୍କାଟେ ପକେଇ ଶାଢ଼ୀ ଟାଣିବାରେ ଲାଗିଲା। ବନମାଳୀ ଗୌଡ଼ ଆଉ ସମ୍ଭାଳି ପାରିଲେ ନାହିଁ। ପାଖରେ ବସିଥିବା ବନ୍ଧୁଙ୍କୁ କହିଲେ ଓ ସମସ୍ତେ ଶୁଣିଲେ, ଦେଖୁଛ ତ ଭାଇ, ମାଇପଟାକୁ ଲଙ୍ଗଳା କରୁଛନ୍ତି, ଆଉ ପାଞ୍ଚଟା ଘଇତା ବସିଛନ୍ତି ମୁଣ୍ଡ ପୋତି। ଆଉ ଜଣେ କହିଲା, ସେ ଶଳା ଅନ୍ଧକୁ ଦେଖୁନ, ଶଳା ସବୁ ଜାଣି କହି କିଛି ନ ଜାଣିଲା ଭଳିଆ ହଉଛି। ଆଉ ସେ ଶଳା ଦାଢ଼ିବାଲାକୁ ଦେଖ, ପାଟିରୁ କଥା ବାହାରୁନି। ହାସି ପଛେ ପାଇଥାନ୍ତି, ମୁଁ ହେଇଥିଲେ ପାଞ୍ଚଟା ମର୍ଡର କରିଥାନ୍ତି। ସମସ୍ତେ ସମର୍ଥନ କଲେ ଓ ଦୟାକରି ତୁନି ପଡ଼ନ୍ତୁ ବୋଲି ଜୟକୃଷ୍ଣ କହିବାରୁ ଜଣେ ରାଗରେ ଉତ୍ତର ଦେଲା, କିମିତି ଚୁପ୍ ରହିବୁ? ଏତେ ବଡ଼ ଅନ୍ୟାୟଟେ ହେବ, ଆଉ ଆମେ କ'ଣ ମାଇଚିଆ ହେଇଛୁ ଯେ ତୁନି ପଡ଼ି ଦେଖୁଥିବୁ? ମଉସା, ଏଇଟା ଟିଭି, ବର୍ତ୍ତମାନର ଘଟଣା ନୁହେଁ। ଏବେ ଆଡ଼ଭାଟାଇଜମେଣ୍ଟ ବନ୍ଦ ହେଲା, ବସ୍ତ୍ରହରଣ ପାଲା ଚାଲିବ। ଦ୍ରୌପଦୀଙ୍କ ବିକଳ କାନ୍ଦଣା କାହା କାନରେ ପଡ଼ିଲା କି ନା ଶୁଣିଲେ ପ୍ରଭୁ ଶ୍ରୀକୃଷ୍ଣ। ପ୍ରଭୁ, ତମେ ହିଁ କେବଳ ମୋ ମାନସମ୍ମାନ ରଖିବ ବୋଲି ଦ୍ରୌପଦୀ କହିବା ମାତ୍ରେ ଦ୍ରୌପଦୀଙ୍କ ଖସି ଯାଇଥିବା ଶାଢ଼ୀ ପଛରେ ଆଉ ଗୋଟିଏ ଶାଢ଼ୀ, ତା ପଛରେ ଆଉ ଗୋଟିଏ ଶାଢ଼ୀ ପିନ୍ଧିବାର ଦିଶିଲା। ଦୁଶାସନ ଶାଢ଼ୀ ଖୋଲି ଖୋଲି ଚାଲିଲା, କିନ୍ତୁ ଦ୍ରୌପଦୀ ବିବସ୍ତ୍ର ହେଲେ ନାହିଁ। ସମସ୍ତେ ଅନେଇଲେ ନୟନ ବିସ୍ଫାରିତ କରି। ଶ୍ରୀକୃଷ୍ଣଙ୍କ ହାତରୁ ଶାଢ଼ୀ ଲମ୍ବି ଲମ୍ବି ଦ୍ରୌପଦୀଙ୍କ ଶରୀରକୁ ଆବୃତ କରି ରଖିଲା ବାରମ୍ବାର। ଇଲୋ ମା, ନିଜେ ଭଗବାନ କହି ସ୍ତ୍ରୀଲୋକଟିଏ ହୁଳହୁଳି ପକାନ୍ତେ ଗୋପବନ୍ଧୁ କ୍ଲବ ହୁଳହୁଳି ଓ କରତାଳିରେ ମୁଖରିତ ହେଲା। ଟାଣୁଥା ରେ ପୁଅ ଟାଣୁଥା, କହିଲେ ନୀଳାମ୍ବର ରଥେ। ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, କହିଲା ଚକ୍ରଧର ପଣ୍ଡିତଙ୍କ ମନ୍ତବ୍ୟ। ସେ ଦୁଶାସନର ବେକ ମୋଡ଼ିଦେବା କଥା। ଆଉ ଜଣେ କହିଲା, ବିଚରା ଦୁଶାସନ 21 ଇଞ୍ଚ ଟିଭିରେ ଆବଦ୍ଧ ହୋଇ ଶାଢ଼ୀ ଟାଣି ଟାଣି ଥକିଗଲା ଓ ଧଇଁସଇଁ ହୋଇ ବସି ପଡ଼ିଲା। ଭଗବାନ ଶ୍ରୀକୃଷ୍ଣ ରହସ୍ୟମୟ ହସଟିଏ ହସି ଉଭେଇ ଗଲେ। ଭଗବାନ ଏବେ ଗଲେ ସିନା, ପୁଣି ଆସିବେ। ଏଇ ଜନଙ୍କର ମନ୍ତବ୍ୟକୁ ସୁଧାରି ଆଉ ଜଣେ କହିଲେ, ଭଗବାନ କ'ଣ ଶସ୍ତା ହେଇଛନ୍ତି? ବିପଦରେ ପଡ଼ି ଡାକିଲେ ଆସିବେ ନା, ଆଉ ଏମିତି ସେମିତି କ'ଣ ଆସିବେ? ତେବେ ଦେଖ ଏବେ କ'ଣ ହେଉଛି। ପଡ଼ିଲା ଜାଗାରୁ ଦ୍ରୌପଦୀ ଉଠି ଶାଢ଼ୀଟିକୁ ସଜାଡ଼ିଲେ। ବାଳ ମୁକୁଳା ମୁହଁରେ ଅପମାନର ଅସଂଖ୍ୟ ଚିହ୍ନ, ମୁଖମଣ୍ଡଳ ରକ୍ତିମ, କେଶ ବିପର୍ଯ୍ୟସ୍ତ। ଦ୍ରୌପଦୀ ଆଙ୍ଗୁଠି ଦେଖାଇ କହିଲେ, ଦୁର୍ଯ୍ୟୋଧନ, ମୁଁ ତତେ ଅଭିଶାପ ଦେବି। ସାରା ଗାଁଟା ସ୍ତବ୍ଧ ହୋଇ ଅନେଇଲା ଓ ଜଣେ ମୁହଁ ଖୋଲିଲା। ଯେତେବେଳେ ଧୃତରାଷ୍ଟ୍ର ସମଗ୍ର ଶକ୍ତି ଖଟେଇ କହିଲେ, ନାଇଁ ମା, ଲୋକଟା ସେତିକି ଉଚ୍ଚ ସ୍ୱରରେ କହିଲା, ଜୁଆଚୋର, ବଦମାସ, ଶଳା ଏପର୍ଯ୍ୟନ୍ତ ମଜା ନଉଥିଲୁ, ପା ଏବେ ଫଳ। ଆଜିର ମହାଭାରତ ସେଇଠି ସରିଲା। ଗାଁ ଲୋକେ ଫେରିବା ବାଟରେ କଥା ହେଲେ, ଏମିତି ଲୋକଙ୍କୁ ଛାଡ଼ିବା କଥା ନୁହେଁ। ଦ୍ରୌପଦୀ ତ ସିଧାସଳଖ ଅଭିଶାପ ଦେଇଥାନ୍ତେ, କହୁଥିଲେ କାହିଁକି? ନିଜକୁ ବିଜ୍ଞ ମନେ କରୁଥିବା ଜଣେ କହିଲେ, ଆରେ ତମେ ଜାଣିନ, ସେ ଦ୍ରୌପଦୀ ବି କମ ପଲିଟିକ୍ସ ବାଲା ନୁହେଁ। ସେ ପରା ହାତ ଉଞ୍ଚେଇବ, ମାରିବ ନାହିଁ, ଗୋଡ଼ଉଥିବ, ଧରିବ ନାହିଁ, ନିୟମ ପାଳିଲା ବାଲା। ସେ ଶ୍ରୀକୃଷ୍ଣ ଓ ଅର୍ଜୁନ ମିଶି ମୂଳରୁ ପ୍ଲାନ୍ କରିଛନ୍ତି ଯେ କୌରବମାନେ ଏମିତି ଗୋଟିଏ ପରେ ଗୋଟିଏ ପାପ କରୁଥାନ୍ତୁ, ଆମେ ବନ୍ଦ କରିବା କାହିଁକି? ଏମିତି ସମୟରେ ମାରିବା ଯେ ଆମକୁ ପାପ ଲାଗିବ ନାହିଁ। ଏଇ ଦେଖୁନ ଭୀମର କଥା। ଦୁର୍ଯ୍ୟୋଧନ ନିଜ ଜଙ୍ଘରେ ଥାପୁଡ଼ି ମାରି ଦ୍ରୌପଦୀଙ୍କୁ ବସିବା ପାଇଁ କହିଲା ଓ ଭୀମ ରଡ଼ି ପକେଇଲା ଯେ ଏ ଜଙ୍ଘକୁ ମୁଁ ଦିନେ ଗଦାରେ ପିଟି ଭାଙ୍ଗିବି।
ସମସ୍ତେ ଜାଣିଛନ୍ତି ଯେ ଗଦା ଯୁଦ୍ଧରେ ଦୁର୍ଯ୍ୟୋଧନ ଜିତିବା କଷ୍ଟ। ତେଣୁ ଅଣ୍ଟା ତଳକୁ ମାନେ ଜଙ୍ଘକୁ ପିଟିଲେ ପାପ ଲାଗିବନି। ଶ୍ରୀକୃଷ୍ଣ ଓ ଭୀମଙ୍କ ସଲାସୁତୁରା ସେ କାଳର ପଲିଟିକ୍ସ। ସବୁ ପଲିଟିକ୍ସ ବାବା, କହି ବିଜ୍ଞ ବ୍ୟକ୍ତି ତାଙ୍କ ଘର ଆଡ଼କୁ ମୁହେଁଇଲେ।